ପିଲାମାନେ ଭଲ ଅଛ? ସକାଳେ ଅଙ୍ଗନବାଡ଼ି ଆସିଛ କଣ ପାଇଁ? ପ୍ରାର୍ଥନା କରୁଛ ସକାଳେ? କରୁଛ? ହଉ ଆମେ ଆଜି ପ୍ରଥମ କ୍ଲାସ କଣ କରିବା? ଋତୁର ନାଁ ସବୁ ଜାଣିବା ହେଲା। ତମେ ଋତୁର ନାଁ ଜାଣିଛ? ହଉ ହଉ କହିଲେ ଆମ ଗୋଟେ ବର୍ଷ ଆମର ବର୍ଷ ଗଲେ କଣ 12 ମାସ ଅଛି। 12 ମାସ ସହିତ କେତୋଟି ଋତୁ ଅଛି? ଋତୁ କେତୋଟି? 6ଟି। 6ଟା ଋତୁର ନାଁ ଜାଣିଛ? ଜାଣିଛ? ତମେ ଜାଣିଛ? ହଉ ନାଇଁ ମୁଁ କହିଦଉଛି ପ୍ରଥମ ହେଲା। ପ୍ରଥମ ଋତୁର ନାଁ କଣ? ଗ୍ରୀଷ୍ମ ଋତୁ, ବର୍ଷା ଋତୁ, ଶରତ ଋତୁ, ହେମନ୍ତ ଋତୁ, ଶୀତ ଋତୁ, ବସନ୍ତ ଋତୁ। ଠିକ ଅଛି। ତାହେଲେ ମୁଁ ତମକୁ ଯାହା ପଚାରୁଛି କହିପାରିବ? କହିଲ ଋଷି କହିଲ ଯୋଉ ଋତୁର କେତେଟା ଋତୁ ଅଛି ଗୋଟେ ବର୍ଷରେ? ଗୋଟେ ବର୍ଷରେ କେତେ ଋତୁ? 6ଟି ଋତୁ। 6ଟି ଋତୁର ନାଁ କହିଲ? ଯାହା ପଚାରି କହିବ। ଗ୍ରୀଷ୍ମ ଋତୁ, ବର୍ଷା ଋତୁ, ଶରତ ଋତୁ, ହେମନ୍ତ ଋତୁ, ଶୀତ ଋତୁ। ଭେରି ଗୁଡ। ପିଲାମାନେ ଆମେ ଜାଣିବା ଋତୁର ସବୁ କଣ ସବୁ ହୁଏ ହେଲା। 6ଟା ଋତୁ ଅଛି। ପ୍ରଥମ ଋତୁର ନାଁ କଣ? ଗ୍ରୀଷ୍ମ ଋତୁ। ଗ୍ରୀଷ୍ମ ଋତୁରେ କଣ ହୁଏ? ଖରା ହୁଏ। ଭେରି ଗୁଡ। ଖରା ହୁଏ। ତାପରେ କଣ ଜୋର ଖରା ହୁଏ, ଗରମ ପବନ ମଧ୍ୟ ବହେ। ଖରାରେ କଣ ଲୋକମାନେ ବାହାରକୁ ଆସିପାରନ୍ତି ନାହିଁ, କିନ୍ତୁ ବାହାରକୁ ଆସିଲେ କଣ କରନ୍ତି? ମୁଣ୍ଡରେ ଛତା ନେଇକି ଆସନ୍ତି, ଛତା ଧରିକି ଆସନ୍ତି ହେଲା। ତାପରେ କଣ ଯୋଉ ଖରାରେ କଣ ହବ? ଦିନଟା ବଡ ହୋଇଯାଏ, ରାତି କଣ ଛୋଟ ହୁଏ। ଆଉ ଗାଁରେ ସବୁ ଯୋଉ ନଈ ନାଳ ପୋଖରୀ ସବୁ ଅଛି କଣ ହବ? ସେ ଜଳ ସବୁ କଣ ହୁଏ? ଶୁଖିଯିବ। ଆଉ ସବୁ ଯୋଉ ଗଛ ସବୁ ଅଛି, ଗଛ ପାଣି ନ ପାଇକି କଣ କରିବ? ମରିଯାଏ ହେଲା। ତାହେଲେ ଏଇ ଯୋଉ ଖରା ଦିନରେ ଆମେ କଣ ଛୋଟ ପିଲାମାନେ ସମସ୍ତେ ଆଇସ୍କ୍ରିମ ଖାଉ, ଥଣ୍ଡା ଜିନିଷ ଖାଇବା ଆମକୁ ଭଲ ଲାଗେ ହେଲା। କୋଉ କୋଉ ଫଳ ସବୁ ହୁଏ କହିଲ? ପଣସ, ସପୁରୀ, ତାଳ ହେଲା ଏସବୁ ହୁଏ। ଗ୍ରୀଷ୍ମ ଋତୁ ପରେ କଣ ହବ? ଆମ୍ବ ହୁଏ ନା। ଗ୍ରୀଷ୍ମ ଋତୁ ପରେ କଣ ହୁଏ? କୋଉ ଋତୁ? ଗ୍ରୀଷ୍ମ ଋତୁ ପରେ ବର୍ଷା ଋତୁ। ବର୍ଷା ଋତୁରେ କଣ ହୁଏ? ବର୍ଷା ହେଲା କଣ ଋତୁର ଦ୍ୱିତୀୟ ନମ୍ବର 2 ନମ୍ବର ଯୋଉ ଋତୁଟା ହେଲା କଣ? ବର୍ଷା ଋତୁ ହେଲା। ବର୍ଷା ଋତୁରେ କଣ ହୁଏ? ଆକାଶରେ କଣ ଘଡଘଡି ମାରେ, ବିଜୁଳି ମାରେ। ବିଜୁଳି ଦେଖିଛ କେମିତିଆ? ଲାଇଟ ହେଲେ ନା ଯଦି ରାତିରେ ସେଇଟା ଘଡଘଡି ହେଲା। ଘଡଘଡି ବିଜୁଳି ସହିତ କଣ ବର୍ଷା ହୁଏ ହେଲା। ବର୍ଷା ହେଲେ କଣ ହବ? ନଈ ନାଳ ସବୁ କଣ ହବ? ଜଳ ପୁରା ପାଣି ପୁରା ଫୁଲ ହେଇଯିବ। ପାଣି ଫୁଲ ହେଲେ କଣ ବନ୍ୟା ଆସେ। ଆମର ନାଳ ବନ୍ୟା ଆସେ ନା, ଡଙ୍ଗା ଆସେ ନା, ବନ୍ୟା ଆସିବ। ଆଉ କଣ ହବ? ସବୁ ବାରି ଘର ସବୁ କଣ ବାରି ଦାଣ୍ଡ ଫାଟ କଣ ହୁଏ? କାଦୁଅ ହେଇଯାଏ। କାଦୁଅ ହେଇଯାଏ ନା। ତାହେଲେ ବର୍ଷା ଋତୁରେ ଆମେ କଣ ବ୍ୟବହାର କରୁ? କିଏ କହିବ? ହାତରେ କଣ କହିଲ? ଭେରି ଗୁଡ। ହଁ ତାହେଲେ ବର୍ଷା ଋତୁ ପରେ କୋଉ ଋତୁ ଆସିଲା? ଗ୍ରୀଷ୍ମ, ବର୍ଷା, ତାପରେ ଶରତ। ଶରତ ଋତୁ କଣ? ଶରତ ହେଲା କଣ ଋତୁର 3 ନମ୍ବର ଋତୁ ହେଲା କଣ? ଶରତ ଋତୁ ହେଲା। ଶରତ ଋତୁରେ କଣ ହୁଏ? ଆକାଶ ଦେଖିଛ? ଆକାଶ ଦେଖିଛ? ଆକାଶ ପୁରା ନିର୍ମଳ ଦେଖାଯାଏ। କିନ୍ତୁ ବର୍ଷା ଦିନେ କଣ ହୁଏ? ବର୍ଷା ଦିନେ କଣ ପୁରା ଅନ୍ଧାର ହେଇଯାଏ ନା, କଳା କଳା ଦେଖାଯାଏ। କିନ୍ତୁ ଶରତ ଋତୁରେ କଣ ହବ? ଆକାଶ ପୁରା ନିର୍ମଳ ଦେଖାଯିବ ହେଲା। ତାହେଲେ ରାତିରେ ପୁଣି କଣ ହବ? ଦିନରେ ଆକାଶ ନିର୍ମଳ ଦେଖାଯାଏ, ରାତିରେ କଣ ଜହ୍ନ ପଡେ, ଆହୁରି ନିର୍ମଳ ଦେଖାଯାଏ ଯୋଉ ଆକାଶଟା। ତାପରେ ଶରତ ଋତୁରେ କୋଉ ସବୁ ଫୁଲ ହୁଏ କହିଲ? କଇଁ ଫୁଲ, ପଦ୍ମ ଫୁଲ, ଗଙ୍ଗଶିଉଳି ଫୁଲ। ଗଙ୍ଗଶିଉଳି ଫୁଲ ଦେଖିଛ? ତା ପତ୍ର ବାଟିକି ଜଳ ହେଲେ ପିଉ ନା। ତାହେଲେ ଶରତ ଋତୁରେ କଣ ହୁଏ? ପୂଜା ପର୍ବ ସବୁ ଦଶହରା ହୁଏ। ଦଶହରା ହୁଏ ନା। ଶରତ ଋତୁ ପରେ 4 ନମ୍ବର ଋତୁ କଣ ହେଲା? ହେମନ୍ତ ଋତୁ। ହେମନ୍ତ ଋତୁରେ କଣ ହୁଏ? କାକର ପଡେ। କାକର ପଡେ ଦେଖିଛ? ଯୋଉ ଗଛ ଗୋଟେ କାକର ଯୋଉ ଯଦି ଚାଲିକି ଯିବ ସେ ଗୋଟେ ଗୋଡ ଓଦା ହେଇଯାଏ ନା, କାକର ପଡେ। କାକର ପଡେ। ଆଉ କଣ ହୁଏ? କଇଁ ଫୁଲ ଫୁଟିବ। ଧାନ କଣ ସେଇ ଯୋଉ ଋତୁରେ ହେମନ୍ତ ଋତୁରେ କଣ ହବ? ଧାନ ପାଚିବ। ଧାନ ଗଛ ଯୋଉ ଲାଗିଛି
ପାଚିଯିବ ଆଉ ଏଇଟା କଣ ହୁଏ କାର୍ତ୍ତିକ ମାସ ଏଇଟା ଏବେ ଚାଲିଛି କାର୍ତ୍ତିକ ମାସ ହେଲେ କଣ ଧର୍ମ ମାସ ଏଇ ଯୋଉ ହେମନ୍ତ ଋତୁରେ ଧର୍ମ ମାସ ପଡେ ହେଲା ଆଉ କଣ ପଡେ ଏଇ ମାସରେ କଣ ହେଇଥିଲା ବାଣ ଫୁଟେଇଥିଲୁ ଆମେ ଦୀପାବଳି ଭେରି ଗୁଡ ତାପରେ ହେମନ୍ତ ଋତୁ ପରେ କଣ ପଞ୍ଚମ ମାସ ହେଲା କିଏ ହେମନ୍ତ ପରେ ଋଷି ହେମନ୍ତ ପରେ ଗ୍ରୀଷ୍ମ ବର୍ଷା ଶରତ ହେମନ୍ତ ତାପରେ ଶୀତ ଋତୁ ହେଲେ କଣ ପଞ୍ଚମ ମାସ ପଞ୍ଚମ ମାସ ହେଲା ପଞ୍ଚମ ଋତୁ ହେଲା ଶୀତ ଋତୁରେ କଣ ହୁଏ ହଁ ଶୀତ ଋତୁରେ କଣ ହୁଏ ଉତ୍ତର ଦିଗରୁ କଣ ଥଣ୍ଡା ପବନ ବହିବ ଏଇଟା ହେଲା ପୂର୍ବ ଏଇଟା ହେଲା ପଶ୍ଚିମ ଏଇଟା ଉତ୍ତର ଏଇଟା ହେଲା କଣ ଦକ୍ଷିଣ ଏଇ ଉତ୍ତର ପଟୁ କଣ ହବ ଥଣ୍ଡା ପବନ ବହିବ ଥଣ୍ଡା ପବନ ବହିଲେ କଣ ହବ ଏଇ ଋତୁରେ କଣ ହୁଏ ନା ଦିନଟା ଛୋଟ ହେଇଯାଏ ରାତି ବଡ ହେଇଯାଏ ଖରା ଦିନେ କଣ ହୁଏ ଖରା ଦିନରେ କଣ ଦିନଟା ବଡ ହୁଏ ରାତିଟା ଛୋଟ ହୁଏ କିନ୍ତୁ ଶୀତ ଦିନରେ କଣ ହବ ଦିନଟା ଛୋଟ ହେଇଯିବ ରାତିଟା ବଡ ହେଇଯାଏ ଶୀତ ଦିନେ ଆମେ କଣ ପିନ୍ଧୁ ସବୁ ସ୍ୱେଟର ଭେରି ଗୁଡ ଶୀତ ଦିନେ କଣ ଶୀତ ଲାଗେ ଆମେ ସ୍ୱେଟର ପିନ୍ଧୁ ଛତା ନାହିଁ ଛତା ବର୍ଷା ଦିନେ ଖରା ଦିନେ ହେଲା ଶୀତ ଦିନେ ଆମେ କଣ ଯୋଉ ଶାମ୍ବ ଦଶମୀ ହୁଏ ଯେମିତି ସବୁ ପିଠା ସବୁ ଗଢା ହେଇଥିବ ମଝିରେ ପିଠା ଯୋଉ ସକାଳେ ଯାଆନ୍ତିନି ସବୁ ଭୋଗ ହୁଏ ସବୁ ପତ୍ର ସବୁ ଗଢା ହେଇଥିବ ହେଲା ଶୀତ ଦିନେ କଣ ହୁଏ ଶାମ୍ବ ଦଶମୀ ହୁଏ ଆଉ ଅଗିରା ପୂର୍ଣ୍ଣିମା କଣ ଯୋଉ ନିଆଁ ଯୋଉ ଲଗା ହେଇ ଯୋଉ ଧୂମି ହୁଏ ସେଇଟା ଶୀତ ଦିନ ଲାଷ୍ଟ ଋତୁଟା କଣ ଷଷ୍ଠ ଋତୁଟା କଣ ଶୀତ ପରେ ବସନ୍ତ ଋତୁ କଣ ବସନ୍ତ ଋତୁ ହେଲା କଣ ଋତୁର ଶେଷ ଋତୁ ବା ଷଷ୍ଠ ଋତୁ ହେଲା ଏଇ ଋତୁରେ କଣ ହବ ଏ ଯୋଉ ଉତ୍ତର ପବନ ହୁଏ ଉତ୍ତର ପବନ ବନ୍ଦ ହେଇଯିବ ଉତ୍ତର ପବନ ବନ୍ଦ ହେଲେ କଣ ହବ ଦକ୍ଷିଣରୁ ଯୋଉ ପବନ ଆସିବ ମଳୟ ପବନ ଆସେ ସେଇ ମଳୟ ପବନ ଆସିଲେ କଣ ହବ ନା ଗଛରେ ସବୁ ପତ୍ର ସବୁ ନୂଆ ନୂଆ ତିଆରି ହବ ପତ୍ର ସବୁ କଣ କଅଁଳିବ କଅଁଳିବା ଦ୍ୱାରା କଣ ହବ ନା ଯୋଉ ସବୁ କଣ ଗଛ ସବୁ ଶାଗୁଆ ଦେଖାଯିବ ହେଲା ବୁଝିପାରିଲ ତାହେଲେ ପୁଣି ସମସ୍ତଙ୍କ ମନରେ